100% ମୁଁ ଏତିକି ତ ସିଓର ହେଇଯିବି ବାବୁସାନ ଭାଇ ୟା ପରେ ଯେକୌଣସି ଫିଲ୍ମର ଆନାଉନ୍ସମେଣ୍ଟ କରିବେ ନିଜ ପ୍ରଡକ୍ସନ ହାଉସରେ ବାବୁସାନ ଭାଇଙ୍କ ଆଗାମୀ ଯୋଉ ଫିଲ୍ମ ଆସିବ ଲୋକମାନଙ୍କ ପାଖରେ ବହୁତ ଜଲ୍ଦି ପହଞ୍ଚିଯିବ। ଦିନ ଥିଲା ବାବୁସାନ ଭାଇ ଫିଲ୍ମ ସାଇନ୍ କରୁଥିଲେ ଏମିତି ପାଖାପାଖି ଗୋଟିଏ ବର୍ଷରେ 3 ରୁ 4ଟି ଲେଖାଏଁ ଫିଲ୍ମ କରୁଥିଲେ। ଫିଲ୍ମ ସରିଲା ପରେ ସେ ଚୁପ୍ ହେଇକି ବସୁଥିଲେ। କିନ୍ତୁ କୋରୋନା ପରେ ଆମେ ଦେଖିଛେ ଦମନ ଫିଲ୍ମର ରେକର୍ଡଠୁ ନେଇ ମାଲ୍ୟଗିରି, ପାବାର ତା ସହିତ ଏବେ ରିସେଣ୍ଟଲି ରିଲିଜ ହେଇଥିବା ବୋଉ ବୁଟୁ ଭୂତ, ଦମନ, ମାଲ୍ୟଗିରି ବାକି ଯାହା ସବୁ ଫିଲ୍ମ ଆସିଥିଲା ସେ ସବୁ ଫିଲ୍ମ ଅଲଗା ପ୍ରଡକ୍ସନ ହାଉସ ବ୍ୟାନରରେ ଆସିଥିଲା। କିନ୍ତୁ ପାବାର ଆଉ ବୋଉ ବୁଟୁ ଭୂତ ବାବୁସାନ ଫିଲ୍ମସ ଅର୍ଥାତ୍ ବାବୁସାନ ଭାଇଙ୍କ ବ୍ୟାନରରେ ହିଁ ରିଲିଜ ହୋଇଥିଲା। ବାବୁସାନ ଭାଇ ଏତେ ସବୁ ଫିଲ୍ମ କରି ତାଙ୍କର ଏତେ ଏକ୍ସପିରିଏନ୍ସ ହେଇଗଲାଣି, ବର୍ତ୍ତମାନ ସେ ପୁରା ମ୍ୟାଚୁର ହେଇଗଲେଣି। ମାନେ ସେ ଜାଣି ସାରିଛନ୍ତି ଓଡ଼ିଆ ଦର୍ଶକଙ୍କୁ କୋଉ ଭଳି ସିନେମା ପସନ୍ଦ। ମୋର ମନେ ଅଛି ସେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ଓଡ଼ିଆ ଦର୍ଶକ ବର୍ତ୍ତମାନ ଓଡ଼ିଆ ସିନେମାକୁ ଦେଖିବାକୁ ପସନ୍ଦ କରୁଛନ୍ତି। ଆମ ପାଖରେ ଏତେ ବି ବଜେଟ୍ ନାହିଁ ଯେ ଆମେ ଫିଲ୍ମରେ ଇନଭେଷ୍ଟ କରି ଗୋଟେ ବଡ଼ ସିନେମା କରିପାରିବା। ସେଥିପାଇଁ ପାବାର ଆଉ ବୋଉ ବୁଟୁ ଭୂତ ଭଳିଆ ଫିଲ୍ମ ସେମାନେ କରିକି ଲୋକଙ୍କ ପାଖରେ ପହଞ୍ଚେଇକି ଲୋକଙ୍କ ମନରେ ଭରସା ଆଣିକି ଲୋକଙ୍କୁ ବର୍ତ୍ତମାନ ସିନେମା ମୁହାଁ କରାଉଛନ୍ତି। ଆଉ ତା ସହିତ ସେ ଇଣ୍ଟରଭ୍ୟୁରେ ସେ କଥା ବି କହିଥିଲେ ବର୍ତ୍ତମାନ ସମୟ ଓଡ଼ିଆ ସିନେମାରେ ଇନଭେଷ୍ଟ କରିବା। ଦେଖନ୍ତୁ ବୋଉ ବୁଟୁ ଭୂତ ଫିଲ୍ମର ସକ୍ସେସ୍ ପରେ ମାନେ ସେ ଫିଲ୍ମଟି ଏମିତି ଏକ ସକ୍ସେସ୍ ହେଇଥିଲା, ଆଜିକୁ ପ୍ରାୟ 90 ବର୍ଷ ହେଲାଣି ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସରେ ଏମିତି ରେକର୍ଡ ତା ଆଖପାଖ ବି କେହି ଆସିନଥିବେ। ଦେଖନ୍ତୁ ବାବୁସାନ ମହାନ୍ତି ବା ବାବୁସାନ ଭାଇ କେବଳ ଓଡ଼ିଶାରେ ଜଣେ ସୁପରଷ୍ଟାର ନୁହନ୍ତି, ତାଙ୍କୁ ଭାରତରେ ଯେଉଁ ସିନେ ଦର୍ଶକ ଅଛନ୍ତି ତାଙ୍କୁ ଜାଣନ୍ତି। ମୁଁ ଯେମିତି କହୁଥିଲି ବାବୁସାନ ଭାଇ ଆଜି ପର୍ଯ୍ୟନ୍ତ ଚୁପ୍ ହେଇକି ବସିଛନ୍ତି, କୌଣସି ତାଙ୍କ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ କରିନାହାନ୍ତି। ଆମେ ଜାଣିଛେ କେବଳ ତାଙ୍କର ଫିଲ୍ମ ଅନ୍ତର୍ଯାମୀ ରିଲିଜ ହେବାର ଅଛି, କିନ୍ତୁ ସେ ଫିଲ୍ମଟି ତାଙ୍କ ପ୍ରଡକ୍ସନ ହାଉସରେ ନୁହଁ। ବାବୁସାନ ଭାଇ ବର୍ତ୍ତମାନ ତାଙ୍କ ଫିଲ୍ମକୁ ନେଇକି ବହୁତ ସିରିୟସ୍ ଅଛନ୍ତି, କାହିଁକି ନା ସିଏ ଯେଉଁ ଫିଲ୍ମରେ ଇନଭେଷ୍ଟ କରୁଛନ୍ତି, ଯେହେତୁ ସେ ଜଣେ ପ୍ରଡ୍ୟୁସର ହେଲେ ପ୍ଲସ୍ ଆକ୍ଟର ବି, ଫିଲ୍ମ ପ୍ରତି ତାଙ୍କର ରେସ୍ପନ୍ସିବିଲିଟି ବଢ଼ିଯାଇଛି। ଆଉ ଗୋଟେ କଥା ହେଉଛି ସେ ଯଦି ୟା ପରେ ଯଦି କୌଣସି ସିନେମା କରିବେ, ମୁଁ ଜାଣିଛି 100% ସେ କୌଣସି ସିନେମାକୁ ସେ କେବେ ବି ସେ ଗୋଟିଏ ଭୁଲ ହିଁ କରୁଛନ୍ତି, ସେ କେବଳ ଓଡ଼ିଆରେ ଫିଲ୍ମକୁ ନିର୍ମାଣ କରିକି ଓଡ଼ିଶାରେ ହିଁ ରିଲିଜ କରୁଛନ୍ତି। କିନ୍ତୁ ମୁଁ ଭାବୁଛି ଏଇ ଭୁଲଟିକୁ ସେ ଆଉ ନେକ୍ସଟ ଫିଲ୍ମରେ କରିବେନି। ମାନେ ଅର୍ଥାତ୍ ସେ ଟିକେ ସମୟ ନିଅନ୍ତୁ, ପଜ୍ ନିଅନ୍ତୁ, ଆଉ ଗୋଟେ ଫିଲ୍ମକୁ ଏମିତି କରନ୍ତୁ ଯେଉଁ ସିନେମାଟିକୁ ସେ କେବଳ ଓଡ଼ିଶାରେ ନୁହେଁ ଓଡ଼ିଆ ଦର୍ଶକମାନଙ୍କ ପାଇଁ ନିର୍ମାଣ କରନ୍ତୁ, ତା ସହିତ ସେ ତାଙ୍କ ଆଖିରେ ରଖନ୍ତୁ ବାହାର ଅଡ଼ିଏନ୍ସ ମାନଙ୍କ ପାଇଁ। ଆଟଲିଷ୍ଟ ହିନ୍ଦୀରେ ରିଲିଜ ହେବା ଦରକାର। ଆଉ ମୁଁ ଜାଣିଛି ବାବୁସାନ ଭାଇ ନିହାତି ହିନ୍ଦୀରେ ରିଲିଜ ହିଁ କରିବେ। ଓଡ଼ିଆ ଫିଲ୍ମଟି ଓଡ଼ିଶାରେ ରିଲିଜ ହେଲେ ସେ ଫିଲ୍ମଟି ଓଡ଼ିଶାରୁ ହିଁ ତାର ବକ୍ସ ଅଫିସ୍ କଲେକ୍ସନ ବା ଫିଲ୍ମଟି ଯେତିକି ଇନଭେଷ୍ଟ ହେଇଥିବ ଅଧିକ ରିଟର୍ନ ପାଇଯିବ। କିନ୍ତୁ ହିନ୍ଦୀରେ ଯେଉଁ ଫିଲ୍ମଟି ରିଲିଜ ହେବ ସେ ଫିଲ୍ମଟି ଗୋଟେ ବୋନସ୍ ଭଳିଆ କାମ କରିବ। ଯେହେତୁ ବୋଉ ବୁଟୁ ଭୂତ, ଦମନ ଏତେ ମାତ୍ରାରେ ତୁଣ୍ଡ ବାଇଦ ସହସ୍ର କୋଶ ଭଳି କାମ କରିଛି, ନିହାତି ବାବୁସାନ ଭାଇଙ୍କ ଆଗାମୀ ଯେଉଁ ଫିଲ୍ମ ଆସିବ ଲୋକମାନଙ୍କ ପାଖରେ ବହୁତ ଜଲ୍ଦି ପହଞ୍ଚିଯିବ। ଲୋକମାନଙ୍କର ଭରସା ବି ଆସିଲାଣି ବାବୁସାନ ଭାଇଙ୍କ ଉପରେ। 100% ମୁଁ ଏତିକି ତ ସିଓର ହେଇଯିବି ବାବୁସାନ ଭାଇ ୟା ପରେ ଯେକୌଣସି ଫିଲ୍ମର ଆନାଉନ୍ସମେଣ୍ଟ କରିବେ ନିଜ ପ୍ରଡକ୍ସନ ହାଉସରେ ବାବୁସାନ ଫିଲ୍ମସରେ, ଦେଖିବେ ସେ ଫିଲ୍ମଟି ନିହାତି ଗୋଟେ ଗ୍ରାଣ୍ଡ ଆକାରରେ ହେବ। କୋରୋନା ପରେ ଆମେ ନୂଆ ରେକର୍ଡର ଫିଲ୍ମ ଦେଖିଛେ 6 କୋଟି ଇନକମ୍ କରିଥିବା ଫିଲ୍ମ, ଆମେ ଦେଖିଛେ 2 କୋଟି ଇନକମ୍ କରିଥିବା ଫିଲ୍ମ, ଆମେ ଦେଖିଲେ 10 କୋଟି ଇନକମ୍ କରିଥିବା ଫିଲ୍ମ, ତା ସହିତ 20 କୋଟି ଇନକମ୍ କରି ବକ୍ସ ଅଫିସରେ ସୁନାମି ଆଣିଥିବା ଫିଲ୍ମକୁ ମଧ୍ୟ ଦେଖିଲେ। କିନ୍ତୁ ବର୍ତ୍ତମାନ ମୁଁ ଅପେକ୍ଷା କରିଛି ବାବୁସାନ ଭାଇଙ୍କ ଫିଲ୍ମ କେତେବେଳେ 50 କୋଟି ଟଙ୍କା ଇନକମ୍ କରିବ ଆଉ ଗୋଟେ ନୂଆ ରେକର୍ଡ ସୃଷ୍ଟି କରିବ। ମୋର ଆଶା ବାବୁସାନ ଭାଇ ହିଁ ଏଇ କଥାଟିକୁ କରି ଦେଖାଇ ପାରିବେ। ଯଦି ଆପଣମାନେ ବାବୁସାନ ଭାଇଙ୍କ ଫ୍ୟାନ୍, ତେବେ ଆପଣ ଏଇ କଥାକୁ ନେଇ କେତେ ସିଓର ଅଛନ୍ତି ଯେ ବାବୁସାନ ଭାଇ ଏ କଥାଟି କରିପାରିବେ? ତା ସହିତ ବାବୁସାନ ଭାଇଙ୍କ ପାଇଁ 2ଟି ହାର୍ଟର ଇମୋଜି ଆଉ 4ଟି ଫାୟାରର ଇମୋଜି କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରି ଜଣାନ୍ତୁ। ତା ସହିତ ଭିଡ଼ିଓ ଶେଷରେ ଯଦି ଆପଣ ଓଡ଼ିଆ ଫିଲ୍ମ ସହିତ ଜଡ଼ିତ ଛୋଟ ମୋଟ ସୂଚନା ଜାଣିବା ପାଇଁ ଚାହାନ୍ତି, ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ ଜୀବନ ଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ। ଶେଷରେ ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।